ଏବେ ବି ଯୋଉ ବ୍ୟକ୍ତି ମାନେ ଭାବୁଛନ୍ତି ନା ଅନଲାଇନ କାମ କଣ ଫ୍ରଡ ହବ କି କଣ ହବ, ଆରେ କଣ ଫ୍ରଡ? ତମକୁ କିଏ ମାନେ ଫାଇନ୍ କରିଦେଲା ନା କଣ କରିଦେଲା? ଫ୍ରଡ ଯୋଉ କାହାକୁ କହ, ଯିଏ ପଇସା ନେଲା, ପଇସା ବଦଳରେ କିଛି ଦେଲାନି, ତାକୁ କୁହନ୍ତି ଫ୍ରଡ। ଆଉ ଫ୍ରଡ କଣ? ଯଦି ଫ୍ରଡ ହଉତା ନା ତାହେଲେ ଉଁ, ଆଜି ଆମେ ଅନଲାଇନ ପଇସା ଦେବା ନେବା କରୁଛେ, ଖାଦ୍ୟ ଅର୍ଡର କରୁଛେ, ଡ୍ରେସ୍ କିଣୁଛେ, ସପିଂ କରୁଛେ, ସବୁ କିଛି କରୁଛେ ମାନେ ଅନଲାଇନ୍। କାହିଁକିନା ଦୁନିଆ ଆଜି ଅନଲାଇନ୍ ହେଇଗଲାଣି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଇଲାଣି। ଡେ ବାଇ ଡେ ଯେଉଁ ବ୍ୟକ୍ତିମାନେ ଅନଲାଇନ୍ କାମ ନ କରିବେ ନ ଶିଖିବେ, ସେମାନେ ଫ୍ୟୁଚର ବା ଭବିଷ୍ୟତରେ ତାଙ୍କର କ୍ୟାରିୟର ବି ଖତମ ହେଇଯିବ। ସେମାନେ କିଛି ବହୁତ ଷ୍ଟ୍ରଗଲ୍ କରିବେ। ସେଥିପାଇଁ ଅନଲାଇନ୍ ଟାଇମ୍ ଥାଉ ଥାଉ ଅନଲାଇନ୍ କାମ ଶିଖନ୍ତୁ। କାହିଁକିନା ଆପଣମାନେ ଚେକ୍ କରିବେ ନେଟ୍ରେ, ଦିଲ୍ଲୀ ୟୁନିଭର୍ସିଟିରେ ଅନଲାଇନ୍ କାମ ହିଁ ପଢ଼ାଯାଉଛି। କ'ଣ ପାଇଁ? ସେ କ'ଣ ପାଗଳ କି ସେମାନେ? କାହିଁକିନା ସେଠି ଯୋଉ ପିଲା ଯୋଉ ଷ୍ଟୁଡେଣ୍ଟ ଯୋଉ ପଢିକି ଯୋଉ ଆସିବେ, ସେ ସିଧା ହିଁ ଡାଇରେକ୍ଟ ଡିଜିଟାଲ କାମ, ଡିଜିଟାଲ ଅନଲାଇନ୍ କ୍ୟାରିୟର ହିଁ କରିବେ। ସେତେବେଳେ ତ ବହୁତ କମ୍ପିଟିସନ ହେଇଯିବ। ଆଉ ଆପଣମାନେ ତ କିଛି ଅନଲାଇନ୍ କାମ ଶିଖିନଥିବ, ଆପଣଙ୍କୁ ଇନକମ୍ କେମିତି ଆସିବ? ଆପଣ କ୍ୟାରିୟର କେମିତି ବସିବେ? ଆପଣ ବଞ୍ଚିବେ କେମିତି? କାହିଁକିନା ବର୍ତ୍ତମାନ ଡେ ବାଇ ଡେ, ଦିନକୁ ଦିନ ଚାକିରି ଅନଏମ୍ପ୍ଲୟମେଣ୍ଟ ବା ବେରୋଜଗାର ବଢ଼ି ବଢ଼ି ଯାଉଛି। ଲୋକଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି। ସେଥିପାଇଁ ଇଣ୍ଡିପେଣ୍ଡେଣ୍ଟ, ନିଜେ ସ୍ୱାବଲମ୍ବୀ ହୁଏ ବା ଆତ୍ମନିର୍ଭରତା ହୁଅ। ସେଥିପାଇଁ ଭିଡ଼ିଓର ତଳେ ଯାଇଥିବା ଲିଙ୍କକୁ କ୍ଲିକ୍ କରନ୍ତୁ, ଫର୍ମ ଫିଲ୍ଅପ୍ କରନ୍ତୁ। ଆମର ଟିମ୍ ମାନେ ଆମେ ନିଜେ ଆପଣଙ୍କୁ କଣ୍ଟାକ୍ଟ କରିବୁ, କେମିତି ଆପଣମାନେ ଅନଲାଇନ୍ କାମ ଶିଖିପାରିବେ। ଆମେ ଲାଇଫ୍ ଟାଇମ୍ରେ ଆପଣଙ୍କୁ ହେଲ୍ପ କରୁଛୁ। ଆଉ କେମିତି ଆପଣ ଏଥିରୁ ପଇସା ଇନକମ୍ କରିପାରିବେ, ଆମେ ଆପଣଙ୍କୁ ସପୋର୍ଟ ଦେବୁ। ଆଉ କ'ଣ ଦରକାର? ଲୋକ ଅଛନ୍ତି, ହଁ, ଶିଖେଇ ଦେବେ, କିନ୍ତୁ ଲାଇଫ୍ ଟାଇମ୍ ପାଇଁ ହ୍ୟାଣ୍ଡ ହୋଲ୍ଡିଂ ସପୋର୍ଟ ଦେଇପାରିବେ। କିନ୍ତୁ ସପୋର୍ଟ କରିବେନି, ଏଇ ଜାଗାରେ ଏଇ କାମ କରନ୍ତୁ, ଆପଣଙ୍କୁ ସୁବିଧା ମିଳିବ। ଏଇ ଜାଗାରେ ଏଇ ଷ୍ଟେପ୍ କରନ୍ତୁ, ମୁଁ ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କୁ ଶିଖାଉଛି ସବୁବେଳେ। ଧନ୍ୟବାଦ।